ନିଜର ସମ୍ପର୍କୀୟଙ୍କ ବାହାଘରକୁ ଯିବା ପାଇଁ ତରବର ହେଉଥିଲେ ଏସ୍ପି ସାର୍। ଅଧା ବାଟରେ ଆର୍ଟିଓ ଚେକିଂ ଚାଲିଥିଲା। ତାଙ୍କୁ ଅଟକାଇ ଦିଆଗଲା। ଗାଡ଼ି ଚଲାଉଥିଲେ ଡ୍ରାଇଭର। ଡ୍ରାଇଭରକୁ ଗାଡ଼ିର କାଗଜପତ୍ର ମାଗିଲେ। ଡ୍ରାଇଭର କହିଲେ କାଗଜପତ୍ର ଘରେ ଅଛି। ସେଠୁ ଆର୍ଟିଓ ଅଧିକାରୀ ଗାଡ଼ିର ବିଭିନ୍ନ ଅସୁବିଧା ଥିବା କହି 5,000 ଟଙ୍କା ଫାଇନ୍ ଲଗାଇଲେ। ଡ୍ରାଇଭର ଯେତେବେଳେ ବିରୋଧ କଲେ ଯୁକ୍ତିତର୍କ ଆରମ୍ଭ ହୋଇଗଲା। ଡ୍ରାଇଭରଙ୍କୁ ଚାପଡ଼ା ମାରିଲେ ଆର୍ଟିଓ ଅଧିକାରୀ। ଆଉ ସାଦା ପୋଷାକରେ ଥିବା ଏସ୍ପି ଗାଡ଼ିରୁ ବାହାରିବା ମାତ୍ରେ ତାଙ୍କୁ ବି ଗାଳିମନ୍ଦ କରି ଚାପୁଡ଼ା ମାରିବାକୁ ହାତ ଉଠାଇଲେ। ଏସ୍ପି ତାଙ୍କ ହାତ ଧରି ପକେଇଲେ। କିଛି ସମୟ ଧସ୍ତାଧସ୍ତି ପରେ ଆର୍ଟିଓ ଅଧିକାରୀ ଜାଣିପାରିଲେ କି ସେ ହେଉଛନ୍ତି ଏସ୍ପି ସାହେବ। ତାପରେ ଯାହା ହେଲା ଆପଣ କଳ୍ପନା ବି କରିପାରିବେନି। ଶୁଣିଲେ ଆପଣଙ୍କର ବି ରକ୍ତ ଗରମ ହୋଇଯିବ। ସେ ଆର୍ଟିଓ ଅଧିକାରୀଙ୍କ ସହିତ କ'ଣ ଘଟିଲା? ଲାଞ୍ଚ ଘଟଣାରେ ତଦନ୍ତ ପରେ ବଡ଼ ବଡ଼ ଅଫିସରଙ୍କର ନାଁ ସାମ୍ନାକୁ ଆସିଲା। ତେବେ କିଏ ଥିଲେ ସେ ବଡ଼ ବଡ଼ ଅଫିସର? ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ। ଆଉ ଯେଉଁମାନେ ପ୍ରଥମରୁ ଲାଇକ୍ ସେୟାର କରି କମେଣ୍ଟରେ ନିଜର ନାଁ ସହିତ ଜାଗା ନାଁ ଦେବେ, ପର ଭିଡିଓରେ ସେମାନଙ୍କର ନାଁ ଘୋଷଣା ହେବ। ଜିଲ୍ଲାକୁ ଜଣେ ନୂଆ ଏସ୍ପିଙ୍କର ବଦଳି ହେଲା। ପରିବାର ସହିତ ସେ ଆସି ସରକାରୀ ବାସଭବନରେ ରହିଲେ। ପରିବାର କହିଲେ ତାଙ୍କର 2ଟି ପିଲା ଓ ସ୍ତ୍ରୀ ଥିଲେ। ନିଜ କାମକୁ ସେ ପୁରା ସଚ୍ଚୋଟତାର ସହିତ କରୁଥିଲେ। କିଛି ଦିନ ପରେ ତାଙ୍କୁ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାର ଥିଲା। ସେହି ଦିନ ଆସିଲା। ଏସ୍ପି ସାର୍ଙ୍କ ସ୍ତ୍ରୀ କହିଲେ କି ଆଜି ଜଲ୍ଦି ଡ୍ୟୁଟି ସାରିକି ଆସିଲେ ଆମେ ବାହାଘରକୁ ଯିବା। ହଁ ମାରି ସେ ଅଫିସ ପଳାଇଲେ। ଦିନ ସାରା କାମ କରିବା ପରେ ସେ ସନ୍ଧ୍ୟାରେ ଘରକୁ ଫେରିବାର ଥିଲା। ଡ୍ରାଇଭରଙ୍କୁ ଧରି କାରରେ ଘରକୁ ଫେରୁଥିଲେ। ହେଲେ ଅଧା ବାଟରେ ଗାଡ଼ି ଅଟକିଗଲା। ସାର୍ ଡ୍ରାଇଭରଙ୍କୁ ପଚାରିଲେ କି କ'ଣ ହେଲା, ଗାଡ଼ି କାହିଁକି ରଖିଦେଲ? ଡ୍ରାଇଭର କହିଲେ କି ସାର୍ ବୋଧେ କିଛି ସମସ୍ୟା ହେଲା, ମୁଁ ଯାଇକି ଦେଖୁଛି। ଡ୍ରାଇଭର ଯେତେ ଚେଷ୍ଟା କଲେ ବି ଗାଡ଼ି ଆଉ ଷ୍ଟାର୍ଟ ହେଲାନି। ଅନ୍ୟ ପଟରେ ବାହାଘରକୁ ଯିବା ପାଇଁ ଏସ୍ପି ସାର୍ଙ୍କର ଡେରି ହେଉଥିଲା। ତେଣୁ ସେ ବାହାରୁ ଗାଡ଼ି ମଗେଇ ଡ୍ରାଇଭରକୁ ଗାଡ଼ି ମରାମତି କରିକି ନେଇ ଆସିବା ପାଇଁ କହିଦେଲେ। ଏସ୍ପି ସାର୍ ଘରେ ପହଞ୍ଚି ବାହାଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ। ଅଧଘଣ୍ଟା ଭିତରେ ଟ୍ରାଭେଲ୍ସରୁ ଗାଡ଼ି ଆସି ପହଞ୍ଚିଗଲା। ଆଉ ସେହି ଗାଡ଼ିରେ ବସି ସପରିବାର ବାହାଘରରେ ଯୋଗ ଦେବା ପାଇଁ ବାହାରିଗଲେ। ଅଧା ରାସ୍ତା ଯିବା ପରେ ବାଟରେ ଆର୍ଟିଓ ଅଫିସର ଆସି ଗାଡ଼ି ଅଟକାଇଲେ। ଗାଡ଼ି ଅଟକିବା ପରେ ସେମାନେ ଡ୍ରାଇଭରଙ୍କୁ ଗାଡ଼ିର କାଗଜପତ୍ର ମାଗିଲେ। ଯେତେବେଳେ ସେମାନେ ଗାଡ଼ିକୁ ଅଟକାଉଥିଲେ ଏସ୍ପି ସାର୍ ଦେଖିଥିଲେ। ସେ ଡ୍ରାଇଭରକୁ ତୁରନ୍ତ କହିଥିଲେ କି ଗାଡ଼ି ରଖ, ହେଲେ ତାଙ୍କୁ ଜମା ବି ମୋ ପରିଚୟ ଦେବନି। ଆର୍ଟିଓ ଅଧିକାରୀ ଗାଡ଼ି କାଗଜ ମାଗିବା ପରେ ଡ୍ରାଇଭର କହିଲେ କି କାଗଜପତ୍ରରେ କିଛି ବି ଅସୁବିଧା ନାହିଁ, ହେଲେ କାଗଜପତ୍ର ଏଠି ନୁହେଁ, ଘରେ ରହିଯାଇଛି। ସେଠୁ ଆର୍ଟିଓ ଅଧିକାରୀ ଡ୍ରାଇଭର ଉପରେ ବର୍ଷିବାରେ ଲାଗିଲେ। କହିଲେ ଗାଡ଼ି କାଗଜପତ୍ର ସାଥିରେ ରଖିନ? ଆର୍ଟିଓ ନିୟମ ବି ମାନୁନ? ତମ ଗାଡ଼ିର ଲାଇସେନ୍ସ, ପରମିଟ୍, ପଲ୍ୟୁସନ ଏସବୁ ଠିକ୍ ଅଛି କି ନା ଆମେ କେମିତି ଜାଣିବୁ? ତେଣୁ ତମକୁ 8,500 ଟଙ୍କା ଫାଇନ୍ ଦେବାକୁ ପଡ଼ିବ, ନହେଲେ ତମ ଗାଡ଼ି ଚାଲିପାରିବନି। ସେଠୁ ଡ୍ରାଇଭର କହିଲେ କି ସାର୍ ଏମିତି କେମିତି ଫାଇନ୍ ଲଗାଇବେ? ଆଉ ଗାଡ଼ିକୁ କାହିଁକି ବନ୍ଦ କରିଦେବେ? ଆମେ କ'ଣ ଚୋର ନା ଖଣ୍ଟ? ଆମେ ବାହାଘରରେ ଯୋଗ ଦେବା ପାଇଁ ତରବରରେ ଯାଉଛୁ। ସେଥିପାଇଁ ଘରୁ ଆସିବା ବେଳେ କାଗଜପତ୍ର ଆଣିବାକୁ ଭୁଲିଗଲୁ। ଆପଣ ମୋ ନମ୍ବର ନେଇ ଯାଆନ୍ତୁ, ମୁଁ କାଲି ଆସି ସବୁ କାଗଜପତ୍ର ଆପଣଙ୍କୁ ଦେଖେଇଦେବି, କିଛି ଅସୁବିଧା ହେବନି। ନମ୍ବର ନେବା କଥା ଶୁଣି ଆର୍ଟିଓ ଅଧିକାରୀ ରାଗିଗଲେ। କହିଲେ ତମେ କ'ଣ ସେଲିବ୍ରିଟି ଯେ ତମ ନମ୍ବର ରଖିବୁ? ତମକୁ ଗାଡ଼ି କାଗଜ ମଗାଗଲା, ସେଇଟା ଦେଇଦିଅ। ନ ଦେଇପାରିଲେ ଫାଇନ୍ ଦେଇ ଏଠୁ ଯାଅ। ଯୁକ୍ତି ତର୍କ ବଢ଼ିଲା। ଏସ୍ପି ସାର୍ଙ୍କର ସାହସ ପାଇ ଡ୍ରାଇଭର ବି ଛାଡ଼ୁନଥିଲେ। ସାଦା ପୋଷାକରେ ଏସ୍ପି ସାର୍ ଗାଡ଼ିରୁ ବାହାରିଲେ। ନା ସେ ପୋଲିସ ପୋଷାକରେ ଥିଲେ ନା ତାଙ୍କ ପାଖରେ ପୋଲିସ ଗାଡ଼ି ଥିଲା। ତେଣୁ ଆର୍ଟିଓ ଅଧିକାରୀ ତାଙ୍କୁ ଚିହ୍ନି ପାରିନଥିଲେ। ଏସ୍ପି ସାର୍ କହିଲେ କି ସାର୍
ଆପଣ ଗାଡ଼ି ଛାଡ଼ି ଦିଅନ୍ତୁ, ଡ୍ରାଇଭର କାଲି ଆପଣଙ୍କୁ କାଗଜପତ୍ର ଦେଖେଇଦେବେ। ହେଲେ RTO ଅଧିକାରୀ ଥିଲେ ନଛୋଡ଼ ବନ୍ଧା। କହିଲେ ସେମିତି ହୋଇପାରିବନି, ଗାଡ଼ି କାଗଜପତ୍ର ଦେଖାନ୍ତୁ, ନହେଲେ ଫାଇନ୍ ଦେଇ ଏଠାରୁ ଯାଇପାରନ୍ତି। SP ସାର୍ ପଚାରିଲେ, କେତେ ଫାଇନ୍? ସେମାନେ କହିଲେ କି 8,500 ଟଙ୍କା। ସେଠୁ SP ସାର୍ କହିଲେ କି ଏତେ ଟଙ୍କା କ'ଣ ପାଇଁ? RTO ଅଧିକାରୀ କହିଲେ ସେତିକି ହିଁ ଫାଇନ୍ ଲାଗିବ। ସେଠୁ SP ସାର୍ ଟିକେ ହସିବାରେ ଲାଗିଲେ, ଆଉ ତାଙ୍କୁ ପଚାରିଲେ କି ଆପଣ ଏଠି କେତେ ବର୍ଷ ହେଲା କାମ କରୁଛନ୍ତି? RTO ଅଧିକାରୀ ଟିକେ ରହିଗଲେ, ଭାବିଲେ କାଳେ ସେ ଆଉ ବଡ଼ ଅଫିସର ନୁହନ୍ତି ତ। ସାଙ୍ଗେ ସାଙ୍ଗେ କହିଲେ କି ମୁଁ 3 ବର୍ଷ ହେଲା କାମ କରୁଛି, ଆପଣ ଏକଥା କାହିଁକି ପଚାରୁଛନ୍ତି? ସେଠୁ SP ସାର୍ କହିଲେ 3 ବର୍ଷ ହେଲା କାମ କରୁଛନ୍ତି, ମତେ ଜାଣିନାହାନ୍ତି? ଏକଥା ଶୁଣି RTO ଅଧିକାରୀ ଚିନ୍ତାରେ ପଡ଼ିଗଲେ, ଭାବିଲେ ସତରେ ସେ ଆଉ ବଡ଼ ଅଫିସର ନୁହନ୍ତି ତ। ସେଠୁ RTO ଅଧିକାରୀ କହିଲେ, ନା ମୁଁ ଆପଣଙ୍କୁ ଜାଣିନି, କୁହନ୍ତୁ ଆପଣ କିଏ? ସେଠୁ SP ସାର୍ ଟିକେ ହସିଲେ। ତୁରନ୍ତ ଡ୍ରାଇଭର କହିଲେ କି ସାର୍ ହେଉଛନ୍ତି ଏଠାର SP, ସବୁଦିନ ଏ ରାସ୍ତାରେ ମୁଁ ଯିବା ଆସିବା କରୁଛି, କାହିଁ କେଉଁଦିନ ତ ମତେ ଅଟକେଇ ନାହାନ୍ତି। ଆଜି ମୁଁ ତରବରରେ ଅଛି, ଆଉ ମୋ ଗାଡ଼ି ଖରାପ ହୋଇଯିବାରୁ ଅନ୍ୟ ଗାଡ଼ିରେ ଯାଉଛି, ଆଉ ଆପଣମାନେ ଏମିତି ବ୍ୟବହାର କରୁଛନ୍ତି। ସାର୍ଙ୍କ ଠାରୁ ଏମିତି କଥା ଶୁଣି RTO ଅଧିକାରୀ ଟିକେ ଡରିଗଲେ, ଭାବିଲେ ଆଜି ଆମକୁ ଗାଳି ପଡ଼ିବ, କାରଣ RTO ଅଧିକାରୀ ଫାଇନ୍ ହଟାଇବା ପାଇଁ ଡ୍ରାଇଭରକୁ ଫାଇନ୍ ଲାଞ୍ଚ ମାଗିଥିଲେ। SP ସାର୍ କହିଲେ କି ଯଦି ଜିଲ୍ଲାର SPକୁ ଏମିତି କରାଯାଉଛି, ତାହେଲେ ସାଧାରଣ ଲୋକଙ୍କ ସହିତ ଆପଣମାନେ କ'ଣ କରୁନଥିବେ? ସାଙ୍ଗେ ସାଙ୍ଗେ RTO ଅଧିକାରୀମାନେ ହାତ ଯୋଡ଼ିଦେଲେ, ଆଉ କହିଲେ କି ସାର୍ ଏମିତି କଥା ନୁହେଁ, ପ୍ରକୃତରେ ଯାହା ବି ଟଙ୍କା ମିଳୁଛି ଉପର ଅଫିସର ଯାଏଁ ଦେବାକୁ ପଡ଼ୁଛି। ଶୁଣିକି SP ସାର୍ ଯେମିତି ଚମକି ପଡ଼ିଲେ। ଦୁର୍ନୀତି ଏତେ ଲମ୍ବା ବୋଲି ସେ ଆଗରୁ ଶୁଣିଥିଲେ, ହେଲେ ଆଜି ନିଜ କାନରେ ଶୁଣୁଥିଲେ। ସେଠୁ SP ସାର୍ ସେଠାରୁ ବାହାରିଗଲେ। ବାହାଘରରେ ପହଞ୍ଚି ସବୁ କାମ ସାରିଲେ। ପରଦିନ ସେଠାରୁ ଘରକୁ ଫେରିଲେ। ଫେରିବା ରାସ୍ତାରେ ତାଙ୍କୁ RTO ଅଧିକାରୀଙ୍କ କଥା ମନେ ପଡ଼ିଲା। ସେ କହୁଥିଲେ କି ଆଦାୟ ହେଉଥିବା ଟଙ୍କା ଉପର ସ୍ତର ଯାଏଁ ବଣ୍ଟା ହେଉଛି। ଯଦି ଉପର ଅଫିସର ଯାଏଁ ଟଙ୍କା ବଣ୍ଟା ହେଉଛି, ତାହେଲେ କିଏ କିଏ ବଡ଼ ଅଫିସର ଏଥିରେ ସାମିଲ ଅଛନ୍ତି, ଆଉ ଏମିତି କେତେ ଟଙ୍କା ଆଦାୟ ହେଉଛି? ସେ ଦୃଢ଼ ନିଷ୍ପତ୍ତି ନେଲେ କି ଏମିତି ଦୁର୍ନୀତିକୁ ରୋକିବେ। RTO ବିଭାଗ ଗୋଟିଏ ଅଲଗା ବିଭାଗ ଥିଲା, ତାଙ୍କ ଅଧୀନରେ ନଥିଲା। ତେଣୁ ସେ କଥା ଜିଲ୍ଲାପାଳଙ୍କୁ ଜଣାଇବାର ନିଷ୍ପତ୍ତି ନେଲେ। ପରଦିନ ସେ ଜିଲ୍ଲାପାଳଙ୍କ ପାଖକୁ ବାହାରିଲେ। ଜିଲ୍ଲାପାଳଙ୍କୁ ଭେଟି ସେ ଗତକାଲିର ପୂରା ଘଟଣା କହିଲେ। କେମିତି RTO ଅଫିସର କହୁଥିଲେ କି ଲାଞ୍ଚ ଟଙ୍କା ଉପର ଅଫିସର ଯାଏଁ ବଣ୍ଟା ହେଉଛି, ସେମାନେ ଏକୁଟିଆ ସେ ଟଙ୍କା ନେଉନାହାନ୍ତି। ଶୁଣିକି ଜିଲ୍ଲାପାଳ ସାର୍ ବି ଆଶ୍ଚର୍ଯ୍ୟ ହୋଇଗଲେ। ଏପରି ଦୁର୍ନୀତି ବିଷୟରେ ସେ କେବେ ଶୁଣି ନଥିଲେ କି ଜାଣିନଥିବା କହିଲେ। ତେଣୁ ଏହାକୁ ସେ ଗମ୍ଭୀର ଭାବରେ ନେଲେ। କହିଲେ ଏହାର ବଡ଼ ତଦନ୍ତ ହେବ। ଏ ଦୁର୍ନୀତିରେ ଯିଏ ବି ସାମିଲ ଥିଲେ ସମସ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ହେଲେ ପ୍ରଥମେ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ। ପ୍ରତିଶ୍ରୁତି ପାଇ SP ସାର୍ ଫେରି ଆସିଲେ। ଅନ୍ୟ ପଟରେ ଏକଥାକୁ ନେଇ ଜିଲ୍ଲାପାଳ ସାର୍ ବି ଚିନ୍ତାରେ ପଡ଼ିଗଲେ। ସେ ଏକ ଯୋଜନା ପ୍ରସ୍ତୁତ କଲେ। 6-7 ଦିନ SP ଓ ଜିଲ୍ଲାପାଳ ଚୁପ୍ ରହିଲେ, କାରଣ SP ଏହି କଥା ଜାଣିଥିବାରୁ ସେମାନେ ସତର୍କ ହୋଇ ଆଉ ଲାଞ୍ଚ ଆଦାୟ କରୁନଥିବେ ବୋଲି ଭାବିଲେ। 7 ଦିନ ପରେ RTO ଚେକିଂ ସମୟରେ ଗୋଟିଏ ଗାଡ଼ିକୁ ଅଟକେଇଲେ RTO କର୍ମଚାରୀ। ସେ ଗାଡ଼ିର ଅବସ୍ଥା ପୁରା ଖରାପ ଥିଲା। ସେ ଗାଡ଼ି ରାସ୍ତା ଉପରେ ଚାଲିବା ଅବସ୍ଥାରେ ନଥିଲା। ଯେମିତି RTO ଅଫିସର ସେ ଗାଡ଼ିକୁ ଅଟକାଇଲେ, ଗାଡ଼ି ଭିତରେ ଜଣେ ଲୋକ ଥିଲେ ଯାହାର ଦାଢ଼ି ନିଶ ଲମ୍ବା ଥିଲା। ମଥାରେ ଏକ ଗାମୁଛା ବନ୍ଧା ଥିଲା। RTO ଅଫିସର କହିଲେ କି ଏ ଗାଡ଼ି ଆଉ ସଡ଼କ ଉପରେ ଚାଲିପାରିବନି, ତମକୁ ଫାଇନ୍ ଦେବାକୁ ପଡ଼ିବ। 18,000 ଟଙ୍କା ଫାଇନ୍ ଶୁଣି ଲମ୍ବା ଦାଢ଼ି ରଖିଥିବା ଲୋକ ଗାଡ଼ିରୁ ବାହାରିଲେ। ହାତ ଯୋଡ଼ି କହିଲେ, ସାର୍ ଏମିତି କରନ୍ତୁନି, ଏ ଗାଡ଼ି ହେଉଛି ମୋ ବାପାଙ୍କ ସନ୍ତକ, ଗାଡ଼ିକୁ ଆପଣ ରୋକନ୍ତୁନି। ଆପଣଙ୍କର ଯାହା ଟଙ୍କା ଦରକାର ମୁଁ ଦେବି। ଆଜି ଯିବାକୁ ଦିଅନ୍ତୁ, ଆଉ ଏ ଗାଡ଼ିକୁ ଜମା ବ୍ୟବହାର କରିବିନି।
ସେଠୁ ଆରଟିଓ ଅଫିସର କହିଲେ ଗାଡ଼ି ଛାଡ଼ିଲେ ତମକୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ସେଠୁ ସେ କହିଲେ କି ସାର୍ ସେମିତି କରନ୍ତୁନି, କିଛି କମ୍ କରନ୍ତୁ। ସେଠୁ ଆରଟିଓ ଅଫିସର ଫାଇନ୍ ବଦଳରେ 8,000 ଟଙ୍କା ଦାବି କଲେ। ଆଉ ସେ ଗାଡ଼ିବାଲା ମାନିଗଲେ। ପକେଟରୁ 8,000 ଟଙ୍କା କାଢ଼ି ଆରଟିଓ ଅଫିସରଙ୍କୁ ଧରାଇ ଦେଲେ। ଯେମିତି ଟଙ୍କା ଧରିଛନ୍ତି କହିଲେ ତୁରନ୍ତ ଏଠାରୁ ପଳାଅ, ଆଉ ଗାଡ଼ି ବାହାର କରିବନି, କିଏ କଥା କାହାକୁ କହିବନି। ସେଠୁ ଗାଡ଼ିବାଲା ଗାଡ଼ି ଷ୍ଟାର୍ଟ କରି ପଳାଇଲେ। ସେ ଯାଉ ଯାଉ 2ଟି ଭ୍ୟାନ୍ ଆସି ସେଠାରେ ଲାଗିଗଲା। ଭ୍ୟାନରୁ ତୁରନ୍ତ ଭିଜିଲାନ୍ସ ଅଧିକାରୀମାନେ ଓହ୍ଲାଇ ପଡ଼ିଲେ। ସେ ଆରଟିଓ ଅଫିସରଙ୍କ ହାତ ଧରି ପକାଇ ଏକ ମଗ୍ ଭିତରେ ବୁଡ଼ାଇ ଦେଲେ। ଯେମିତି ସେ କେମିକାଲରେ ହାତ ବୁଡ଼ାଇଛନ୍ତି, ହାତ ନାଲି ରଙ୍ଗର ହୋଇଗଲା। ପ୍ରମାଣ ହୋଇଗଲା ଯେ ଆରଟିଓ ଅଫିସର ଲାଞ୍ଚ ନେଇଛନ୍ତି ବୋଲି। ଅନ୍ୟପଟରେ ବେଶ ବଦଳାଇ ପୁରୁଣା ଗାଡ଼ିରେ ଯାଇଥିବା ଜିଲ୍ଲାପାଳ ସାର୍ ବି ସିକ୍ରେଟ କ୍ୟାମେରାରେ ସବୁ ଦୃଶ୍ୟର ରେକର୍ଡ କରି ନେଇଥିଲେ। ସବୁ ଆରଟିଓ ଅଧିକାରୀଙ୍କୁ ଭିଜିଲାନ୍ସ ଅଫିସ ନିଆଗଲା। ସେଠାରେ ବି ଜିଲ୍ଲାପାଳ ଓ ଏସପି ପହଞ୍ଚିଗଲେ। ଜିଲ୍ଲାପାଳ ସାର୍ ସେ ସିକ୍ରେଟ କ୍ୟାମେରା ରେକର୍ଡିଂ ଦେଖାଇଲେ। ଭିଜିଲାନ୍ସର ବଡ଼ ଅଫିସର ଆସିଲେ। ଆରଟିଓର ବଡ଼ ଅଫିସରଙ୍କୁ ବି ଡକାଗଲା। ସମସ୍ତଙ୍କ ସାମ୍ନାରେ ଜିଲ୍ଲାପାଳ ସେ ଆରଟିଓ ଅଫିସରଙ୍କୁ ଗାଳି ଦେଲେ। କହିଲେ ଆପଣମାନଙ୍କୁ କ'ଣ ଚାକିରି ମିଳିଛି ସାଧାରଣ ଲୋକଙ୍କୁ ଲୁଟିବା ପାଇଁ? ଏବେ ଖୋଲିକି କୁହନ୍ତୁ ଏସବୁ ଟଙ୍କା କୁଆଡ଼େ ଯାଉଛି? କିଏ କିଏ ଲାଞ୍ଚ ଟଙ୍କାରେ ଭାଗ ବସାଉଛନ୍ତି? ପ୍ରଥମେ ସେମାନେ କିଛି କହିଲେନି। ହେଲେ ଯେତେବେଳେ ଭିଜିଲାନ୍ସ ଅଧିକାରୀ ସେମାନଙ୍କୁ ଡରାଇଲେ, ଧୀରେ ଧୀରେ ସେମାନେ ଗୋଟି ଗୋଟି କରି ସବୁ ଅଫିସରଙ୍କର ନାଁ କହିଦେଲେ, ଯେଉଁମାନେ କି ଏ ଲାଞ୍ଚ ଟଙ୍କାରେ ଭାଗ ବସାଉଥିଲେ। ଏ ଖବର ଚାରିଆଡ଼େ ବ୍ୟାପିଗଲା। ପରଦିନ ସବୁ ଖବରକାଗଜରେ ହେଡଲାଇନ୍ ଖବର ହୋଇ ବାହାରିଲା। ଏମିତିକା ଆରଟିଓ ଅଫିସରଙ୍କୁ ଆପଣମାନେ କ'ଣ କହିବେ? ଲାଞ୍ଚ ନେଇ ବାବୁମାନେ କୋଠା ଉପରେ କୋଠା ବାଡ଼େଇ ଚାଲିଛନ୍ତି, ଅଥଚ ଗରିବ ଆହୁରି ଗରିବ ହୋଇ ଚାଲିଛି। ଏମାନଙ୍କୁ କ'ଣ କରାଯିବା ଉଚିତ? କମେଣ୍ଟ ବକ୍ସରେ ଲେଖନ୍ତୁ। ସଚେତନତା ପାଇଁ ଭିଡିଓକୁ ଲାଇକ୍ ଓ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।